ନମସ୍କାର ଦର୍ଶକ ବନ୍ଧୁ ସୁଭଦ୍ରା ହିତାଧିକାରୀ ମାନଙ୍କ ପାଇଁ ଖୁସି ଖବର। ସୁଭଦ୍ରା ହିତାଧିକାରୀ ପାଇବେ 10,000 ଟଙ୍କା। ଆବେଦନ କରିଥିଲେ ଆକାଉଣ୍ଟକୁ ଯିବ ସୁଭଦ୍ରା 2ଟି କିସ୍ତି। ପାଇବେ ଏକ ହାତ ରଖେ 10,000 ଟଙ୍କା। ତେଣୁ କରିକି ଆପଣ ମାନଙ୍କୁ ଗୋଟିଏ ରିକ୍ୱେଷ୍ଟ, ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ସର୍ବପ୍ରଥମେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ମାନେ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ତା ସହିତ ପାଖରେ ଥିବା ବେଲ ଆଇକନକୁ ବଜାଇ ରଖନ୍ତୁ, ଯାହାଫଳରେ ଏମିତି ନୂଆ ଅପଡେଟ ଭିଡିଓ ଆପଣ ମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ନିଜ ବନ୍ଧୁ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ଅପଡେଟ ଭିଡିଓ ସର୍ବପ୍ରଥମେ ପାଇପାରିବେ। ଯୋଉ ସୁଭଦ୍ରା ହିତାଧିକାରୀ ତୃତୀୟ କିସ୍ତି ପାଇଛନ୍ତି ସେମାନଙ୍କୁ ମିଳିବ 5,000 ଟଙ୍କା। ଆଉ ଯୋଉମାନେ ସୁଭଦ୍ରା ହିତାଧିକାରୀ ନୂଆ ଆବେଦନ କରିଛନ୍ତି ସେମାନଙ୍କୁ ମିଳିବ ଗୋଟେ କିସ୍ତିରେ 10,000 ଟଙ୍କା। ଯେଉଁ ମହିଳା 21 ବର୍ଷରୁ ଉର୍ଦ୍ଧ୍ୱ ସେମାନେ ସୁଭଦ୍ରା ଯୋଜନା ଆବେଦନ କରିନାହାନ୍ତି ସେମାନେ ଆବେଦନ କରିପାରିବେ। ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ହେଲେ ଆଧାର କାର୍ଡ ଆଉ ଆକାଉଣ୍ଟ ନମ୍ବର ଦରକାର। ପ୍ରଭାତୀ ପରିଡା କହିଛନ୍ତି ଜାନୁଆରୀ ମାସରେ ମିଳିବ ସୁଭଦ୍ରା ଟଙ୍କା। ତାରିଖ ଘୋଷଣା ବର୍ତ୍ତମାନ କରିନାହାନ୍ତି। ଦର୍ଶକ ବନ୍ଧୁ, ଏବେ ପର୍ଯ୍ୟନ୍ତ ଆପଣ ଯଦି ଭିଡିଓକୁ ଲାଇକ୍ କରିନାହାନ୍ତି ଭିଡିଓକୁ ଲାଇକ୍ କରନ୍ତୁ। ଆଉ ଚ୍ୟାନେଲ ଯଦି ଆପଣ ମାନେ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ, ବେଲ୍ ଆଇକନକୁ ବଜାଇ ରଖନ୍ତୁ, ଯାହାଫଳରେ ଏମିତି ନୂଆ ଅପଡେଟ ଭିଡିଓ ଆପଣ ମାନେ ସର୍ବପ୍ରଥମେ ପାଇପାରିବେ। ଆଉ ନିଜ ବନ୍ଧୁ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରିବେ, ଯାହାଫଳରେ ସେମାନେ ମଧ୍ୟ ନୂଆ ଅପଡେଟ ଭିଡିଓ ପାଇପାରିବେ।